ସ୍ୱାଗତମ୍ ପିଲାମାନେ। ତୁମେମାନେ କିପରି ଅଛ? ଆଶା କରେ ତୁମେ ସମସ୍ତେ ଭଲରେ ଥିବ। ଆଜି ଆମେ ସାମାଜିକ ପାଠର ଭାରତର ଜଳବାୟୁ ପ୍ରସଙ୍ଗର ଜଳବାୟୁ ଓ ବିପର୍ଯ୍ୟୟ ଉପପ୍ରସଙ୍ଗ ଉପରେ ଆଲୋଚନା କରିବା। ଆଚ୍ଛା ପିଲାମାନେ, ଆମ ଦେଶର ନାଁ କଣ ତୁମେ ଜାଣ କି? ଏହା ସମସ୍ତେ ଜାଣିଛନ୍ତି, ଆମ ଦେଶର ନାଁ ଭାରତ। ଚାଲ ଏବେ ଏହି ଭାରତରେ ବିପର୍ଯ୍ୟୟ କିପରି ଘଟିଥାଏ ଓ ଏହା ଆମ ଭାରତୀୟଙ୍କ ଜୀବନରେ କି କି ପ୍ରଭାବ ପକାଇଥାଏ, ଏହା ଉପରେ ଅଧିକ ତଥ୍ୟ ଆହରଣ କରିବା। ଆଚ୍ଛା ପିଲାମାନେ, ଏବେ ଜଳବାୟୁ ଓ ବିପର୍ଯ୍ୟୟ କଣ ଓ ଏହା କେତେ ପ୍ରକାର, ଏହା ଉପରେ ଆଲୋଚନା କରିବା। ପାଖରେ ଥିବା ଚିତ୍ରରେ ବିଭିନ୍ନ ପ୍ରକାର ବିପର୍ଯ୍ୟୟ ଉପରେ ଲେଖାଯାଇଛି। ଏହି ଦୃଶ୍ୟଗୁଡ଼ିକୁ ତୁମେ ଦେଖିଛ କି? ଯଦି ଜାଣିଛ, ଏହାର ନାମ ଚିନ୍ତା କରୁଥାଅ। ଭାରତରେ ଅନୁଭୂତ ବିଭିନ୍ନତାପୂର୍ଣ୍ଣ ପାଣିପାଗରେ ଚରମ ପରିସ୍ଥିତିରେ ଜନିତ ବାତ୍ୟା, ବନ୍ୟା, ଭୂସ୍ଖଳନ ଓ ଅନ୍ୟାନ୍ୟ ଜଳବାୟୁ ଜନିତ ବିପର୍ଯ୍ୟୟ ଘଟିଥାଏ। ଏହି ଚିତ୍ରରେ ପ୍ରଥମ ବିପର୍ଯ୍ୟୟଟିର ନାମ ବାତ୍ୟା, ଦ୍ୱିତୀୟଟି ବନ୍ୟା, ତୃତୀୟଟି ଭୂସ୍ଖଳନ ଓ ଚତୁର୍ଥଟି ବନାଗ୍ନି। ଏହା ଉପରେ ଆମେ ସମ୍ପୂର୍ଣ୍ଣ ଭାବେ ଆଲୋଚନା କରିବା। ଏହି ସବୁ ବିପର୍ଯ୍ୟୟ ଧନଜୀବନକୁ ପ୍ରଭାବିତ କରିବା ସଙ୍ଗେ ସଙ୍ଗେ କୃଷି ହାନି, ସରଞ୍ଚନା ଜନିତ କ୍ଷତି ଓ ସ୍ଥାନୀୟ ଅର୍ଥନୀତିକୁ ଅବ୍ୟବସ୍ଥିତ କରିଥାଏ। ଆସ ଏବେ ଏହି ସବୁ ଜଳବାୟୁ ଜନିତ ବିପର୍ଯ୍ୟୟ ଉପରେ ଅଧ୍ୟୟନ କରି ତଥ୍ୟ ଆହରଣ କରିବା। ଆସ ପିଲାମାନେ, ଏବେ ଏହି ଦୃଶ୍ୟଟିକୁ ମନଭରି ଦେଖିବା। ଏହି ଦୃଶ୍ୟରେ କଣ ସବୁ ହେଉଛି, ଏହା ଉପରେ ଆଲୋଚନା କରିବା। ଏହି ଦୃଶ୍ୟରେ ଆମେ କଣ ସବୁ ଦେଖୁଛେ? ସମୁଦ୍ର ମଝିରେ ପ୍ରାକୃତିକ ପରିବେଶ ଧୀରେ ଧୀରେ ପରିବର୍ତ୍ତନ ଆସୁଛି। ସମୁଦ୍ର ମଧ୍ୟରେ ପ୍ରାକୃତିକ ପରିବେଶରେ କୌଣସି ଏକ ଶକ୍ତି ଧୀରେ ଧୀରେ ଚକ୍ରାକାର ଗତି ସୃଷ୍ଟି କରି କୂଳ ଆଡକୁ ମାଡ଼ି ଆସୁଛି। ଆମେ ଏହାକୁ ଚାଲ ଅନୁଧ୍ୟାନ କରିବା। ଏବେ ପବନର ବେଗ ଧୀରେ ଧୀରେ ବଢୁଛି ଓ କ୍ରମଶଃ ଏହା ଶକ୍ତିଶାଳୀ ହୋଇ ଉଠୁଛି। ସେହି ଶକ୍ତିଶାଳୀ ପବନ ସ୍ଥଳଭାଗକୁ ଛୁଇଁବା ମାତ୍ରେ ଏହା ପ୍ରଳୟଙ୍କାରୀ ହୋଇ ଉଠିଛି ଓ ଅନେକ ଧନଜୀବନକୁ ନଷ୍ଟ କରୁଛି। ଏହା ଘର, କୃଷିକ୍ଷେତ୍ର ଏବଂ ଗଛ ଆଦି ସବୁକୁ ଭାଙ୍ଗି ପକାଉଛି। ଏହା କ୍ରମଶଃ ଭୀଷଣ ରୂପ ଧାରଣ କରି ବିଧ୍ୱଂସକାରୀ ହୋଇ ଉଠୁଛି। ଏବେ ଦେଖ ପିଲାମାନେ, କେତେ ବଡ ବଡ ଗଛମାନ ଉପୁଡ଼ି ପଡିଛି। ଦେଖ ଏହାର ପରର ଦୃଶ୍ୟ। ଏହା ଥମିଲା ପରେ ଅନେକ ଧନଜୀବନ, ଗୃହ ଏବଂ ଗଛ ଉପୁଡ଼ି ନଷ୍ଟ ହୋଇ ପଡିଛି। ଚାଲ ଏହି ଦୃଶ୍ୟରେ ଆମେ ଯାହା ଦେଖିଲେ ଏକ ସଂକ୍ଷେପଣ କରିବା। ପିଲାମାନେ, ଏହି ଦୃଶ୍ୟଟି କାହା ଉପରେ ଥିଲା? ତୁମେ ଜାଣିଛ କି? ଏହା ଥିଲା ବାତ୍ୟା। ଏହି ବାତ୍ୟା କଣ? ଏହା ଉପରେ ଏହା କିପରି ସୃଷ୍ଟି ହୁଏ, ଏବେ ଆସ ଆଲୋଚନା କରିବା। ପ୍ରବାହିତ ବାୟୁକୁ ପବନ କୁହାଯାଏ। ଏହି ପବନର ବେଗ ବୃଦ୍ଧି ଘଟିଲେ ଏହା ବିଧ୍ୱଂସକାରୀ ହୋଇ ଉଠେ। ସ୍ଥଳଭାଗରେ ଏହା ମାନବ, ପ୍ରାଣୀ ଓ ବୃକ୍ଷ ସମେତ ବହୁ ଭୂମିକୁ ନଷ୍ଟ କରେ, ଯାହା ଆମେ ଉପରୋକ୍ତ ଭିଡିଓରେ ଦେଖିଥିଲେ। ପିଲାମାନେ, ଏବେ ଆମେ ଏହି ପାଖ ଚିତ୍ରକୁ ଟିକେ ଦେଖିବା। ଦେଖ, ଏଥିରେ ଏକ ଚକ୍ରାକାର କ୍ଷେତ୍ର ସୃଷ୍ଟି ହୋଇଅଛି। କେତେକ ସ୍ୱତନ୍ତ୍ର ପରିସ୍ଥିତିରେ ସମୁଦ୍ର ନିକଟବର୍ତ୍ତୀ ଅଞ୍ଚଳରେ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଅପେକ୍ଷା ବାୟୁର ଚାପ କମ ହେତୁ ଏଠାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୁଏ। ଚତୁଃପାର୍ଶ୍ୱରେ ବାୟୁ ଏହି ଲଘୁଚାପ ଅଞ୍ଚଳକୁ ଆକର୍ଷିତ ହୋଇ ଆସେ। ସମୁଦ୍ର ଉପର ଦେଇ ଆସୁଥିବା ବାୟୁ ଜଳୀୟ ବାଷ୍ପ ଗ୍ରହଣ କରି ବୃଷ୍ଟି ସୃଷ୍ଟି କରେ। ଯେତେବେଳେ ଲଘୁଚାପ ତୀବ୍ର ହୁଏ, ତାହା ଅବପାତରେ ପରିଣତ ହୁଏ ଓ ଏହାର ପ୍ରଭାବରେ ପ୍ରବଳ ବେଗରେ ପବନ ସହ ପ୍ରଚୁର ବୃଷ୍ଟିପାତ ହୋଇଥାଏ। ଏହା ବାତ୍ୟା ସୃଷ୍ଟି କରିବାରେ ସହାୟକ ହୋଇଥାଏ। ଚାଲ ପିଲାମାନେ, ଏବେ ଏହି ବାତ୍ୟା ଭିତରେ ଅନ୍ୟ କଣ ସବୁ ଉପାଦାନ ଅଛି, ତାହା ଉପରେ ଆଲୋଚନା କରିବା। ଦେଖ ପିଲାମାନେ,
ଏଠାରେ ଏକ ଦୃଶ୍ୟ ରହିଛି, ଏହା ସମୁଦ୍ର ମଧ୍ୟରେ ବାତ୍ୟା ସୃଷ୍ଟି ହେଉଥିବାର ଦୃଶ୍ୟ। ଏହି ଦୃଶ୍ୟରେ ଅବପାତ ବା ବାତ୍ୟାର କେନ୍ଦ୍ର ଆଡକୁ ପ୍ରବାହିତ ବାୟୁ ଘୁରି ଘୁରି ଉପରକୁ ଉଠିଥାଏ। ଏଥିରେ ଥିବା ଜଳୀୟ ବାଷ୍ପ ଘନୀଭୂତ ହୋଇ ମେଘ ସୃଷ୍ଟି ହୁଏ। ଏହାର କେନ୍ଦ୍ରାଂଶକୁ ବାର୍ତ୍ତାବର୍ତ୍ତର ଚକ୍ଷୁ ବୋଲି କୁହାଯାଏ। ଏଠି ମୁଁ ଗୋଟେ ତୀର ଚିହ୍ନରେ ବାର୍ତ୍ତାବର୍ତ୍ତର ଚକ୍ଷୁକୁ ତୁମମାନଙ୍କୁ ଦେଖାଉଛି। ଆଚ୍ଛା ପିଲାମାନେ, ତୁମେ ଏବେ ବାତ୍ୟା କଣ, ଏହା କିପରି ସଂଗଠିତ ହୁଏ ଜାଣିସାରିଛ। ଏହା କିପରି ଅନେକ ଧନ ଜୀବନ, ଗଛ ଓ କୃଷି କ୍ଷେତ୍ରକୁ ନଷ୍ଟ କରେ ଏହା ମଧ୍ୟ ଆମେ ଦେଖି ସାରିଛେ। ଚାଲ ଏବେ ଅନ୍ୟ ଏକ ପ୍ରାକୃତିକ ଦୃଶ୍ୟ ବା ବିପର୍ଯ୍ୟୟର ଦୃଶ୍ୟ ଉପରେ ଆଲୋଚନା କରିବା। ସେଇଟା ହେଲା ମୋର ଟିକେ ଏରର ହେଇଗଲା, କଣ ମୁଁ ଅନ୍ୟ ଗୋଟେ କହିଦେଲି, ସେଟା ଟିକେ ଥୋଇଦେଲା, ଏଇଟା ରହିଗଲା। ହଁ ଠିକ ଅଛି, ଏଇଠୁ ଏଇଟା ସରି ଯାଇଥିଲା, ଏଇଟା ପୁରା କ୍ଲିୟର ହେଇଥିଲା। ଏଇଠୁ ନା ପ୍ରଥମରୁ କହିବି? ଏଇଟା ଠିକ ଏଇଟା ଠିକ ଥିଲା। ତାହେଲେ ଠିକ ଅଛି। ଏହା ପରେ ବି ତ ଗୋଟେ ଆଇ ଅଛି ସେ ଯୋଉ ହଁ। ଆଚ୍ଛା ପିଲାମାନେ, ଆମେ ବାର୍ତ୍ତାବର୍ତ୍ତନ ଚକ୍ଷୁ କଣ ଚିତ୍ରରେ ତ ଦେଖିଲେ, ଚାଲ ଏହା ସମୁଦ୍ର ଭିତରେ କିପରି ଦେଖାଯାଏ ଦେଖିବା। ଦେଖ ପିଲାମାନେ, ଏକ ଦୃଶ୍ୟକୁ ଅବଲୋକନ କର। ଦେଖ ଏଠାରେ କିପରି ବାର୍ତ୍ତାବର୍ତ୍ତନ ଚକ୍ଷୁ ଦେଖାଯାଉଛି। ସମୁଦ୍ର ମଧ୍ୟରେ ଏହି ଲଘୁଚାପ କ୍ଷେତ୍ର ଆଡକୁ ଘୁରି ଘୁରି ଏହି ବାର୍ତ୍ତାବର୍ତ୍ତନ ଚକ୍ଷୁ କିପରି ଜଳୀୟ ବାଷ୍ପ ଗ୍ରହଣ କରି ଅଧିକ ଶକ୍ତିଶାଳୀ ହୋଇ ଉଠୁଛି। କ୍ରମଶଃ ଏହା ଘୁରି ଘୁରି ଅଧିକ ବଳ ସଂଗ୍ରହ କରୁଛି ଓ ସ୍ଥଳଭାଗ ଆଡକୁ ମାଡ଼ି ଆସି ବାତ୍ୟାର ରୂପ ନେଉଅଛି। ଲଘୁଚାପ ଅଞ୍ଚଳକୁ ଏହା କିପରି କ୍ଷିପ୍ର ଗତିରେ ମାଡ଼ି ଆସୁଛି ଏହି ଦୃଶ୍ୟରେ ତୁମେମାନେ ଦେଖ। ଆଚ୍ଛା ପିଲାମାନେ, ଏବେ ତୁମେ ବାତ୍ୟା କିପରି ସୃଷ୍ଟି ହୁଏ, ଏହା କିପରି ଧନଜୀବନକୁ ନଷ୍ଟ କରେ ଓ କିପରି ସଂଗଠିତ ହୁଏ ସେ ବିଷୟରେ ଜାଣିଛ। ଚାଲ ଏବେ ତୁମେମାନେ ଅନ୍ୟ ଗୋଟିଏ ପ୍ରାକୃତିକ ବିପର୍ଯ୍ୟୟର ଦୃଶ୍ୟକୁ ଅନୁଧ୍ୟାନ କରିବା। ଏହି ଦୃଶ୍ୟରେ ପିଲାମାନେ ଆମେ ଏକ ନଦୀକୁ ଦେଖୁଛେ, ନଦୀର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମଧ୍ୟ ଦେଖୁଅଛେ। ଦେଖ ପିଲାମାନେ, କ୍ରମଶଃ ଏହାର ଜଳସ୍ତର ବୃଦ୍ଧି ପାଉଅଛି। ଜଳସ୍ତର ଧୀରେ ଧୀରେ ବୃଦ୍ଧି ପାଇବା ଫଳରେ ଏହା କୂଳ ଲଙ୍ଘୁଛି। ଏହା କୂଳ ଲଙ୍ଘି ଅନେକ ବୃକ୍ଷ, ଗ୍ରାମ, ଘର ଓ ଅନ୍ୟାନ୍ୟ ଭିତ୍ତିଭୂମିକୁ ନଷ୍ଟ କରୁଅଛି। କଥାରେ ଅଛି ପିଲାମାନେ, ଜଳ ବହୁଳେ ସୃଷ୍ଟିନାଶ ଓ ଜଳ ବିହୁନେ ସୃଷ୍ଟିନାଶ। ଏଠାରେ ଅତ୍ୟଧିକ ଜଳ ପ୍ରବାହିତ ହେବା ଦ୍ୱାରା ଗଛ ଗୁଡିକ ଉପୁଡି ପଡୁଛି, ଅନେକ ଘର ଦ୍ୱାର ଭାସି ଯାଉଅଛି ଏବଂ ଚାରିଆଡେ ଜଳ ପୂର୍ଣ୍ଣ ହୋଇ ରହିଅଛି। ପ୍ରାୟତଃ ରାସ୍ତାଘାଟ, କୃଷିକ୍ଷେତ୍ର ଏବଂ ଗ୍ରାମ ସମସ୍ତ ସ୍ଥାନ ଜଳ ପୂର୍ଣ୍ଣ ହୋଇ ପ୍ରାୟ ଏକାକାର ଦିଶୁଅଛି। ଆଚ୍ଛା ପିଲାମାନେ, ଏହିପରି ସ୍ଥିତିରେ ଆମେ କି ପ୍ରକାର ଅସୁବିଧାର ସମ୍ମୁଖୀନ ହେବା। ଦେଖ ପିଲାମାନେ, ଏକ ଗ୍ରାମର ଦୃଶ୍ୟ ଯେଉଁଠାରେ ଏହାର ସମସ୍ତ ରାସ୍ତାଘାଟ ଜଳରେ ପୂର୍ଣ୍ଣ ହୋଇ ରହିଅଛି। ଲୋକମାନେ ଯିବା ଆସିବା ପାଇଁ କେତେ ଅସୁବିଧା ହେଉଛନ୍ତି। କୃଷି କ୍ଷେତ୍ର ଗୁଡିକ ପ୍ରାୟତଃ ନଦୀ ସମ ଦେଖାଯାଉଛି। ଆଚ୍ଛା, ଚାଲ ପିଲାମାନେ ଏବେ ଏହି ବନ୍ୟା ପରିସ୍ଥିତି କିପରି ଓ କାହିଁକି ସୃଷ୍ଟି ହୁଏ ତାହା ଉପରେ ଆଲୋଚନା କରିବା। କୌଣସି ଅଞ୍ଚଳରେ ଅତ୍ୟଧିକ ବୃଷ୍ଟିପାତ ହେଲେ ଏହା ଜଳଧାରା ଆକାରରେ ପ୍ରବଳ ବେଗରେ ପ୍ରବାହିତ ହେବାକୁ ଲାଗେ, କାରଣ ଭୂମି ବର୍ଷା ଜଳକୁ ବେଶୀ ଶୋଷି ପାରେ ନାହିଁ। ପ୍ରବାହିତ ଜଳଧାରା ନଦୀ ଓ ହ୍ରଦରେ ମିଶେ ଓ କ୍ରମେ ଏଗୁଡିକ ଉଛୁଳି ପଡନ୍ତି କିମ୍ବା ବନ୍ଧ ଭାଙ୍ଗିଯାଏ, ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ। ଆଚ୍ଛା ପିଲାମାନେ, ଏବେ ଦେଖିବା ଭାରତର କେଉଁ କେଉଁ ରାଜ୍ୟ ଏହି ବନ୍ୟାରେ ପ୍ରଭାବିତ ବିଶେଷ ଭାବେ ହୁଅନ୍ତି। ବର୍ଷା ଋତୁରେ ବାରମ୍ବାର ବନ୍ୟା ହୋଇଥାଏ। ଉତ୍ତରପ୍ରଦେଶ, ବିହାର, କେରଳ, ଆନ୍ଧ୍ରପ୍ରଦେଶ ଓ ଆସାମ ଆଦି ରାଜ୍ୟରେ ବିଶେଷ ଭାବରେ ବନ୍ୟା ହୋଇଥାଏ। ଆଚ୍ଛା ପିଲାମାନେ, ଏବେ ବନ୍ୟା କଣ ଓ ତାହା କିପରି ସଂଘଟିତ ହୁଏ ଏ ବିଷୟରେ ତ ତୁମେମାନେ ଜାଣିଲ। ଏବେ ଚାଲ ଅନ୍ୟ ଏକ ଦୃଶ୍ୟ ଟିକେ ଦେଖିବା। ଏହା କେଉଁ ପ୍ରାକୃତିକ ବିପର୍ଯ୍ୟୟ ଓ ଏହା କଣ କଣ କ୍ଷୟକ୍ଷତି ହୁଏ ଆଲୋଚନା କରିବା। ଆଚ୍ଛା ପିଲାମାନେ, ଏହି ଦୃଶ୍ୟରେ ତୁମେମାନେ କଣ ଦେଖୁଛ। ଦେଖ, ଏକ ବରଫର ପାହାଡଟିଏ, ଏହା ସୁଦୂର ବିସ୍ତୃତି ଲମ୍ବି ଅଛି। ହଠାତ୍ କରି ଏହି ବରଫ ପାହାଡଟି ଧସି ଯାଉଅଛି। ଏହି ବରଫ ଓ ଜଳ ମିଶି କ୍ରମଶଃ ନଦୀର ସ୍ତର ବୃଦ୍ଧି ଘଟୁଛି। ଦେଖ, ଏହା କେତେ ଭୟଙ୍କର। ବରଫ ଖଣ୍ଡମାନ ନଦୀ ଜଳରେ ଆସି କେତେ ଜୋରରେ ପଡୁଛି ଓ ନଦୀର ଜଳସ୍ତର
କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଏହି ବରଫ ତରଳି ମଧ୍ୟ ନଦୀର ଜଳକୁ ବୃଦ୍ଧି ପାଇବାରେ ସହାୟକ ହେଉଛି। ଆଚ୍ଛା, ପିଲାମାନେ, ଏହି ଦୃଶ୍ୟଟି କେଉଁ ପ୍ରାକୃତିକ ବିପର୍ଯ୍ୟୟ ଉପରେ ରହିଥିଲା ତୁମେ ଜାଣ କି? ଏହା ଥିଲା ହିମ ବିସ୍ଫୋଟ। ଆଚ୍ଛା, ଚାଲ ଏବେ ହିମ ବିସ୍ଫୋଟ କଣ ତାହା ଉପରେ ଆଲୋଚନା କରିବା। ପ୍ରକ୍ରାନ୍ତରେ ହିମାଳୟ ଅଞ୍ଚଳରେ ହିମବାହ ସୃଷ୍ଟ ହ୍ରଦଗୁଡ଼ିକ ଜଳ ପୂର୍ଣ୍ଣ ହେଲେ ତାହା ଉଛୁଳି ପଡେ। ଏହି ହ୍ରଦଗୁଡ଼ିକ ଶିଳା ଏବଂ ବରଫର ବନ୍ଧକ ଦ୍ୱାରା ଜଳ ଧରି ରଖନ୍ତି। ବରଫ ତରଳିବା ଯୋଗୁଁ ଏଠାରେ ଜଳ ଥାଏ। ବରଫ ଅତି ଶୀଘ୍ର ତରଳିବା କାରଣରୁ କିମ୍ବା ପ୍ରଚୁର ବୃଷ୍ଟିପାତ ହେଲେ ଚାପ ବୃଦ୍ଧି ପାଇ ଶିଳା ଓ ବରଫର ବନ୍ଧ ଭାଙ୍ଗିଯାଏ। ଏହାକୁ ଆମେ ହିମ ବିସ୍ଫୋଟ ବୋଲି କହୁ। ଏହା ଯୋଗୁଁ ଧନଜୀବନ ବିଶେଷ ଭାବରେ କ୍ଷତି ହୋଇଥାଏ। ପାଖରେ ଏକ ଚିତ୍ରରେ ଦେଖୁଛ କିପରି ବରଫ ଖଣ୍ଡମାନ ବନ୍ଧ ସୃଷ୍ଟି କରିଛନ୍ତି। ଯେବେ ଏହି ବନ୍ଧ ଭାଙ୍ଗିଯାଏ, ହଠାତ୍ କରି ବରଫ ସହ ପାଣି ମାଡି ଆସି ହିମ ବିସ୍ଫୋଟ ସୃଷ୍ଟି ହୁଏ ଓ ପାଖାପାଖି ଥିବା ଧନଜୀବନ ବିଶେଷ ଭାବେ କ୍ଷତିଗ୍ରସ୍ତ ହୁଏ। ଆଚ୍ଛା ପିଲେମାନେ, ତୁମେ ଏହି ମନ୍ଦିରର ନାଁ ଜାଣିଛ କି? ଦେଖ କେଡ଼େ ସୁନ୍ଦର ମନ୍ଦିରଟିଏ କିପରି ଧ୍ୱଂସ ପାଇଯାଇଛି। 2013 ମସିହାରେ ଉତ୍ତରାଖଣ୍ଡରେ ଅନେକ ଦିନ ଧରି ଲଗାତାର ପ୍ରବଳ ବର୍ଷା ହେବା ଯୋଗୁଁ ହିମ ବିସ୍ଫୋଟ ହୋଇଥିଲା। ପରେ ପରେ ଅନେକ ଗୁଡ଼ିଏ ଭୂସ୍ଖଳନ ହେଲା। ଭାରତର ଏକ ପବିତ୍ର ତୀର୍ଥସ୍ଥଳୀ, ଏହି ମନ୍ଦିରର ନାଁ ହେଉଛି କେଦାରନାଥ ମନ୍ଦିର। ଏହା କ୍ଷତିଗ୍ରସ୍ତ ହେଲା ଏବଂ ବନ୍ୟାରେ ଅନେକ ଗୁଡ଼ିକ ଗ୍ରାମ ସହ ବହୁତ ରାସ୍ତା, ପୋଲ ଧୋଇ ହୋଇ ଯାଇଥିଲା। ସର୍ବମୋଟ ପ୍ରାୟ 6,000 ଲୋକଙ୍କ ଜୀବନହାନି ଘଟିଥିଲା। ସେମାନଙ୍କ ମଧ୍ୟରୁ ଅଧିକାଂଶ ତୀର୍ଥଯାତ୍ରୀ ଥିଲେ। କେଡ଼େ ଦୁଃଖର ବିଷୟଟିଏ ଦେଖ। ଆଚ୍ଛା, ପିଲାମାନେ, ଏବେ ଆମେ ଅନ୍ୟ ଗୋଟିଏ ପ୍ରାକୃତିକ ବିପର୍ଯ୍ୟୟ ଉପରେ ଏକ ଦୃଶ୍ୟକୁ ଚାଲ ଦେଖିବା। ପିଲାମାନେ ଦେଖ, ଏହି ଦୃଶ୍ୟରେ ବହୁତ ଜୋରେ ବର୍ଷା ହେଉଅଛି। ଏକ ସହରର ଚାରିଆଡ ପାଣିରେ ପୂର୍ଣ୍ଣ ହୋଇଛି। ଲୋକମାନେ ଯିବା ଆସିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସହରର ସବୁ ରାସ୍ତାଘାଟ ଜଳରେ ପୂର୍ଣ୍ଣ। ଲୋକମାନେ ନିଜର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷଟି ଆଣିବା ପାଇଁ ମଧ୍ୟ କେଉଆଡେ ଯାଇପାରୁନାହାନ୍ତି। ଜନଜୀବନ ସତେକି ଏକକାଳୀନ ବନ୍ଦ ହୋଇଯାଇଛି। ପାଣି ଛାଡିବା ପରର ଦୃଶ୍ୟଟିଏ ଦେଖ। ରାସ୍ତାଘାଟ ଅତ୍ୟନ୍ତ ଖରାପ, କେତେକ ଜାଗାରେ ମଧ୍ୟ ଧୋଇ ହୋଇ ଯାଇଅଛି। ଆଚ୍ଛା ପିଲାମାନେ, ଏହି ଦୃଶ୍ୟଟି କେଉଁ ପ୍ରାକୃତିକ ବିପର୍ଯ୍ୟୟ ଉପରେ ରହିଥିଲା କି? ଏହା ସହରାଞ୍ଚଳରେ ଏକ ବନ୍ୟାର ଦୃଶ୍ୟ ଥିଲା। ଆଚ୍ଛା ପିଲାମାନେ, ସହରାଞ୍ଚଳରେ ବନ୍ୟା କାହିଁକି ହୁଏ? ଚାଲ ଏହା ଉପରେ ଆଲୋଚନା କରିବା। ପ୍ରବଳ ବୃଷ୍ଟିପାତ ହେଲେ ଅଧିକାଂଶ ସହରରେ ବନ୍ୟା ଅନୁଭୂତ ହୋଇଥାଏ। କେତେକ କ୍ଷେତ୍ରରେ ସହରର ଜଳ ନିଷ୍କାସନ ବ୍ୟବସ୍ଥା ଏଥିପାଇଁ ଦାୟୀ ଅଟେ। ଆଚ୍ଛା ପିଲାମାନେ, ଅନ୍ୟ କେତେକ କ୍ଷେତ୍ରରେ ଜଳବାହୀ ନାଳ ଉପରେ ଅବ୍ୟବସ୍ଥିତ ନିର୍ମାଣ ଜନିତ ବାଧା ଯୋଗୁଁ ପାଣି ଜମି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ। ତେବେ ସହରାଞ୍ଚଳରେ କିପରି ବନ୍ୟା ହୁଏ ଏ ବିଷୟରେ ତ ଆମେ ଆଲୋଚନା କଲେ, କିପରି ଏହା ଧନଜୀବନକୁ କ୍ଷତିଗ୍ରସ୍ତ ହୁଏ। ଏବେ ଚାଲ ଅନ୍ୟ ଏକ ପ୍ରାକୃତିକ ବିପର୍ଯ୍ୟୟର ଦୃଶ୍ୟଟିଏ ଦେଖିବା ଓ ଏହି ଦୃଶ୍ୟରେ କଣ କଣ ହେଉଛି ଏହା ଉପରେ ଆଲୋଚନା କରିବା। ଏହି ଦୃଶ୍ୟରେ ପାହାଡଟି ହଠାତ୍ କରି ଖସି ଯାଉଅଛି। ଏଥିସହିତ ମାଟି, ବଡ଼ ବଡ଼ ପଥର ଏବଂ ବୃକ୍ଷ ଗୁଡ଼ିକ ମଧ୍ୟ ପାହାଡ଼ ଉପରୁ ତଳକୁ ଖସି ଆସୁଛି। ଦେଖ ପିଲାମାନେ, ଅନେକ ଗୁଡ଼ିଏ ଘରଦ୍ୱାର ମଧ୍ୟ ନଷ୍ଟ ହୋଇଯାଇଅଛି। ଅନେକ ପାହାଡ଼ ତଳି ଗ୍ରାମ ଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ପାଇଛି। ଲୋକମାନଙ୍କର ଧନ ଜୀବନ ନଷ୍ଟ ହୋଇଛି। ଗୃହ ଭାଙ୍ଗିଯିବା ହେତୁ ସେମାନେ କେତେ ଅସୁବିଧାର ସମ୍ମୁଖୀନ ନ ହଉଥିବେ ଭାବିଲ ତ। ଦେଖ, ଏଠାରେ ଏକ ପାହାଡ଼ ତଳି ଗ୍ରାମର ଦୃଶ୍ୟ। ଏହା ପାହାଡ଼ ଉପରୁ ବଡ଼ ବଡ଼ ପଥର ଏବଂ ମାଟି ଖସିବା ଦ୍ୱାରା କିପରି ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଅଛି। ଆଚ୍ଛା ପିଲାମାନେ, ଏହି ଦୃଶ୍ୟଟି କେଉଁ ପ୍ରାକୃତିକ ବିପର୍ଯ୍ୟୟ ଉପରେ ରହିଥିଲା? ଏହା ଥିଲା ଭୂସ୍ଖଳନ। ଆଚ୍ଛା, ଏହି ଭୂସ୍ଖଳନ କଣ? ଏହା ଏବେ ଚାଲ ଏହା ଉପରେ ଆଲୋଚନା କରିବା।
ପ୍ରବଳ ବର୍ଷା, ଭୂମିକମ୍ପ କିମ୍ବା ଅଗ୍ନି ଉଦ୍ଗୀରଣ ଜନିତ କାରଣ ଯୋଗୁଁ ଶିଳା, ମୃତ୍ତିକା ତଥା ଅସଂଲଗ୍ନ ଶିଳା ସମୂହ ହଠାତ୍ ଉପରୁ ତଳକୁ ଖସିବାକୁ ଭୂସ୍ଖଳନ କୁହାଯାଏ। ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ ଏବଂ ଅରୁଣାଚଳ ପ୍ରଦେଶ ତଥା ପଶ୍ଚିମ ଘାଟ ଓ ଅନ୍ୟାନ୍ୟ ପାହାଡ଼ିଆ ଅଞ୍ଚଳରେ ସାଧାରଣତଃ ଭାବେ ଭୂସ୍ଖଳନ ଘଟିଥାଏ। ମୁଖ୍ୟତଃ ମୌସୁମୀ ପ୍ରବାହ ସମୟରେ ହିଁ ଏହି ଘଟଣାମାନ ଉପୁଜିଥାଏ। ଆଚ୍ଛା ପିଲାମାନେ, ଏହି ଭୂସ୍ଖଳନ କଣ ପାଇଁ ହୋଇଥାଏ ଏହାର କାରଣ ଚାଲ ଦେଖିବା। ବିଭିନ୍ନ ମାନବୀୟ କାର୍ଯ୍ୟକଳାପ ଯୋଗୁଁ ଏହି ସବୁ ଅଞ୍ଚଳରେ ଭୂସ୍ଖଳନ ହେବାର ସମ୍ଭାବନା ବୃଦ୍ଧି ପାଇଛି। ମୁଖ୍ୟତଃ ଜଙ୍ଗଲ କ୍ଷୟ, ଅଣ ଅନୁମୋଦିତ ରାସ୍ତାଘାଟ ନିର୍ମାଣ ଓ ପ୍ରାକୃତିକ ଜଳ ପ୍ରବାହକୁ ପ୍ରତିରୋଧକାରୀ ଅତ୍ୟଧିକ ଗୃହ ନିର୍ମାଣ ଯୋଗୁଁ ଏହି ସବୁ ଅସୁବିଧା ଉପୁଜିଥାଏ। ଆଚ୍ଛା ପିଲାମାନେ, ଏବେ ତୁମେମାନେ ଭୂସ୍ଖଳନ ଉପରେ ସମସ୍ତ ତଥ୍ୟ ଜାଣିଲ। ଏବେ ଚାଲ ଅନ୍ୟ ଏକ ପ୍ରାକୃତିକ ବିପର୍ଯ୍ୟୟର ଦୃଶ୍ୟଟିଏ ଦେଖିବା। ପିଲେ ଦେଖ, ଏହି ଦୃଶ୍ୟରେ ଆମେ ଏକ ସବୁଜ ସୁନ୍ଦର ଜଙ୍ଗଲଟିଏ ଦେଖୁଛେ। କେଡ଼େ ମନୋରମା ଦୃଶ୍ୟ ଏହାର। ଦେଖ, ହଠାତ୍ କରି ଏହି ଜଙ୍ଗଲରେ ନିଆଁ ଲାଗି ଯାଇଅଛି। ଏହି ନିଆଁ ଅନେକ ଗଛଲତାକୁ ପୋଡ଼ି ପାଉଁଶ କରିଦେଉଛି। ଅନେକ ପଶୁପକ୍ଷୀ ମଧ୍ୟ ଏହି ନିଆଁରେ ପୋଡ଼ି ହୋଇ ଯାଉଛନ୍ତି। ଜୀବନ ରକ୍ଷା କରିବା ପାଇଁ ଏଣେ ତେଣେ ଦୌଡୁଛନ୍ତି। ସମସ୍ତ ଜଙ୍ଗଲ ଏହି ଜଙ୍ଗଲ ନିଆଁରେ ପ୍ରାୟ କବଳିତ। ଦେଖ ଏହାର ଘନ ଧୂଆଁକୁ। ଏହା ବାୟୁମଣ୍ଡଳ ଉପରେ କେତେ ପ୍ରଭାବ ପକାଉଛି। ସମ୍ପୂର୍ଣ୍ଣ ଜଙ୍ଗଲ କେଡ଼େ ହୁତୁହୁତୁ ହୋଇ ଜଳୁଛି। କେଡ଼େ ଭୟଙ୍କର ଦୃଶ୍ୟ ଏହା ଏ। ଦେଖ, ଏହି ଦୃଶ୍ୟରେ ନିଆଁ କ୍ରମଶଃ ଭୀଷଣ ଭୟଙ୍କର ରୂପ ଗ୍ରହଣ କରିଛି। ବିରାଟ ବିରାଟ ବୃକ୍ଷକୁ କ୍ଷଣିକେ ପାଉଁଶ କରିଦେଉଛି। ଏହି ଜଙ୍ଗଲ ନିଆଁ ପରର ଦୃଶ୍ୟ ଟିକେ ଦେଖ ପିଲେମାନେ। ଏହି ଜଙ୍ଗଲ ନିଆଁ ପରେ ଆମେ ଦେଖୁଥିବା ସବୁଜ ଜଙ୍ଗଲ ହଠାତ୍ କରି ଏକ କଳା ଜଙ୍ଗଲରେ ପରିଣତ ହୋଇଛି। କୌଣସି ଗଛରେ ପତ୍ରଟିଏ ନାହିଁ। ଜଙ୍ଗଲ ପୁରା ଥୁଣ୍ଟା କଳା ଏବଂ ସବୁଜିମା କୁଆଡେ ହଜି ଯାଇଛି। କେଡ଼େ ଭୟଙ୍କର ଦୃଶ୍ୟ ଏ। ଆଚ୍ଛା ପିଲେମାନେ, ଏହି ଦୃଶ୍ୟଟି କେଉଁ ପ୍ରାକୃତିକ ବିପର୍ଯ୍ୟୟ ଉପରେ ଥିଲା? ଏହା ଥିଲା ବନାଗ୍ନି ବା ବଣରେ ଲାଗିବା ନିଆଁ। ଆଚ୍ଛା, ଏହି ବନାଗ୍ନି କଣ ଓ ଏହା କାହିଁକି ଏତେ ଭୟଙ୍କର ରୂପ ନେଇଥିଲା, ଚାଲ ଏହା ଉପରେ ଆଲୋଚନା କରିବା। ବଣ ଜଙ୍ଗଲରେ ଅଣାୟତ୍ତ ଭାବେ ଜୋରରେ ବ୍ୟାପୁଥିବା ନିଆଁକୁ ବନାଗ୍ନି କୁହାଯାଏ। ଶୁଷ୍କ ଜଳବାୟୁ ଜନିତ ପରିସ୍ଥିତି, ମରୁଡ଼ି ଓ ବେଗଶାଳୀ ପବନ ଏହି ବନାଗ୍ନି ବ୍ୟାପିବାରେ ଇନ୍ଧନ ଯୋଗାଇଥାଏ। ମଣିଷର ଅସାବଧାନତା ଏହାର ଅନ୍ୟ ଏକ ପ୍ରମୁଖ କାରଣ। ଅଧିକ ଜଙ୍ଗଲ ଓ ତୃଣଭୂମି ବିଶିଷ୍ଟ ରାଜ୍ୟ ଯଥା ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ଼ ତଥା ପଶ୍ଚିମଘାଟ ଭଳି ପାର୍ବତ୍ୟ ଅଞ୍ଚଳ ଗୁଡ଼ିକରେ ସାଧାରଣତଃ ବନାଗ୍ନି ଦେଖାଯାଏ। ଆଚ୍ଛା ପିଲାମାନେ, ତୁମେ ତ ବନାଗ୍ନି ପ୍ରାକୃତିକ ବିପର୍ଯ୍ୟୟ ଉପରେ ସମସ୍ତ କଥା ଜାଣିଲ। ଏବେ ଚାଲ ଏକ ଜିନିଷଟିଏ ଖୋଜିବା। ଏହି ପ୍ରାକୃତିକ ବିପର୍ଯ୍ୟୟ ସମୟରେ କେଉଁମାନେ ଆମକୁ ରକ୍ଷା କରନ୍ତି? ଦେଖ ପିଲାମାନେ, ଏଠି ଲେଖାଯାଇଛି ନ୍ୟାସନାଲ ଡିଜାଷ୍ଟର ରେସ୍ପନ୍ସ ଫୋର୍ସ। ଏହା କଣ, ଏହା ଉପରେ ଚାଲ ଆଲୋଚନା କରିବା। ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷିତ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ ବା ଏନଡିଆରଏଫ ନ୍ୟାସନାଲ ଡିଜାଷ୍ଟର ରେସ୍ପନ୍ସ ଫୋର୍ସ ଭାରତର ବିଭିନ୍ନ ପ୍ରାନ୍ତରେ ହେଉଥିବା ପ୍ରାକୃତିକ ତଥା ମାନବୀୟ ବିପର୍ଯ୍ୟୟ ବେଳେ ଧନଜୀବନ ରକ୍ଷା କରିଥାନ୍ତି। ତୁମେମାନେ ମଧ୍ୟ ଏମାନଙ୍କୁ କେଉଁଠି ନା କେଉଁଠି ଦେଖୁଥିବ। ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏମାନେ ଲୋକମାନଙ୍କୁ ସାହାଯ୍ୟ କରନ୍ତି। ଏନଡିଆରଏଫ ର ବାଟାଲିୟନ ଭାରତର 12ଗୋଟି ସ୍ଥାନରେ ରହିଛନ୍ତି। ବାତ୍ୟା, ଭୂସ୍ଖଳନ, ବନ୍ୟା ସମୟରେ ଏମାନେ ଆପଦକାଳୀନ ବଳ ଉଦ୍ଧାର ଏବଂ ଅପସାରଣ କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ଆମ ଓଡ଼ିଶା ପାଇଁ କଟକ ସହରର ମୁଣ୍ଡଳିଠାରେ
3 ନମ୍ବର ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ ରହିଅଛି। ଏମାନେ ଲୋକମାନଙ୍କୁ ସମସ୍ତ ଜରୁରୀକାଳୀନ ପରିସ୍ଥିତିରେ ସୁରକ୍ଷା ଯୋଗାଇବା ସହ ସାହାଯ୍ୟ କରିଥାନ୍ତି। ପିଲାମାନେ ଚାଲ ଆମେ ସମସ୍ତ ପ୍ରାକୃତିକ ବିପର୍ଯ୍ୟୟ ଉପରେ ଏବେ ଅବଲୋକ ହେଲେ। ଏଗୁଡ଼ିକ ଉପରେ ଚାଲ ଏକ ଅନୁସନ୍ଧାନ କରିବା। ଦେଖ ଏପଟେ ପ୍ରାକୃତିକ ବିପର୍ଯ୍ୟୟର ନାଁ ଗୁଡ଼ିକ ଆସୁଅଛି ବାତ୍ୟା, ବନ୍ୟା, ହିମ ବିସ୍ଫୋଟ ଓ ବନାଗ୍ନି। ଏପଟେ ଦେଖନ୍ତୁ ଏଠି କେତେଟା ଚିତ୍ର ଆସୁଅଛି। ଏହି ଚିତ୍ର କେଉଁ ପ୍ରାକୃତିକ ବିପର୍ଯ୍ୟୟ ସହ ସାମଞ୍ଜସ୍ୟ ଅଛି ତାହାକୁ ଚାଲ ଗାର ଟାଣି ଯୋଡ଼ିବା। ପ୍ରଥମରେ ଅଛି ବାତ୍ୟା। ହେଲେ ଏମାନଙ୍କ ମଧ୍ୟରେ ବାତ୍ୟାର ଚିତ୍ରଟି କେଉଁଠି ଅଛି? ମିଳିଗଲା। ତୃତୀୟ ନମ୍ବର ସ୍ଥାନରେ ରହିଅଛି ଆମର ବାତ୍ୟା। ସେହିପରି ବନ୍ୟା ଦ୍ୱିତୀୟ ନମ୍ବର ସ୍ଥାନରେ ଅଛି। ହିମ ବିସ୍ଫୋଟ ପିଲାମାନେ ଚତୁର୍ଥ ନମ୍ବର ସ୍ଥାନରେ ଅଛି ଓ ବନାଗ୍ନି ପ୍ରଥମ ସ୍ଥାନରେ ଅଛି। ଆଚ୍ଛା ପିଲାମାନେ ଆମେ ପ୍ରାକୃତିକ ବିପର୍ଯ୍ୟୟ କଣ ଏବଂ ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ଉପରେ ଆଲୋଚନା କଲେ ଓ ସମସ୍ତ ତଥ୍ୟ ଆହରଣ କଲେ, ଅନୁସନ୍ଧାନ କରି ଆମେ ପ୍ରାକୃତିକ ବିପର୍ଯ୍ୟୟ ମାନଙ୍କୁ ମଧ୍ୟ ଗାର ଟାଣି ଯୋଡ଼ିଲେ। ଆଚ୍ଛା ତୁମେମାନଙ୍କ ପାଇଁ ଏକ କାମ, ତୁମେମାନେ ଏହି ସବୁ ପ୍ରାକୃତିକ ବିପର୍ଯ୍ୟୟରୁ ରୋକିବା ପାଇଁ କି ପଦକ୍ଷେପ ନେବ ଆଜି ଘରେ ଏକ ତାଲିକା ପ୍ରସ୍ତୁତ କରିବ। ଯଦି କୌଣସି ପରିସ୍ଥିତି ବନ୍ୟା, ବାତ୍ୟା, ଭୂସ୍ଖଳନ ବା ବନାଗ୍ନି ସମୟରେ ଆମେ ନିଜକୁ କିପରି ପ୍ରସ୍ତୁତ ରଖିବା ଓ ରଖିଲେ ଏହି ପ୍ରାକୃତିକ ବିପର୍ଯ୍ୟୟରୁ ସୁରକ୍ଷାରେ ବଞ୍ଚିପାରିବା, ଏହା ବିଷୟରେ ତୁମେ ଏକ ତାଲିକା ପ୍ରସ୍ତୁତ କରିବ ଏବଂ ଏହାକୁ ଟିପି ନିଜ ଖାତାରେ ରଖିବ। ଆଚ୍ଛା ପିଲାମାନେ ଆଜି ଆମେ ବିଭିନ୍ନ ପ୍ରକାର ବିପର୍ଯ୍ୟୟ ଉପରେ ଆଲୋଚନା କଲେ। ପ୍ରଥମେ ଆମେ ବାତ୍ୟା, ଏହା ସମୁଦ୍ର ଭିତରେ କିପରି ସଂଘଟିତ ହୁଏ ଓ ସ୍ଥଳଭାଗକୁ ଆସି ଧନଜୀବନକୁ କିପରି ପ୍ରଭାବିତ କରେ ଏହା ଉପରେ ଆଲୋଚନା କଲେ। ପରେ ବନ୍ୟା, ବନ୍ୟାର ସଂଗଠନ, ଏହା ଧନଜୀବନକୁ କ୍ଷତି କିପରି ପହଞ୍ଚାଏ ଓ ପରେ ହିମ ବିସ୍ଫୋଟ ଉପରେ ଆଲୋଚନା କଲେ। ହିମ ବିସ୍ଫୋଟ କିପରି ବରଫ ତରଳି ନଦୀର ଜଳ ଅଧିକ ହୁଏ ଓ କୂଳ ଲଙ୍ଘି ଏହା ଧନଜୀବନକୁ ନଷ୍ଟ କରେ ଏହା ମଧ୍ୟ ଦେଖିଲେ। ଆମେ କେଦାରନାଥ ମନ୍ଦିର ଉପରେ ମଧ୍ୟ ଆଲୋଚନା କଲେ। ପରେ ଆମେ ସହରାଞ୍ଚଳରେ ବନ୍ୟା, ଏହା କିପରି ସଂଘଟିତ ହୁଏ ଓ କେଉଁ ମାନବୀୟ କାର୍ଯ୍ୟକଳାପ ଏଥିପାଇଁ ଦାୟୀ ଏହା ଉପରେ ଆଲୋଚନା କଲେ। ଏହାପରେ ଆମେ ଭୂସ୍ଖଳନ ଉପରେ ଆଲୋଚନା କଲେ। ପାହାଡ଼ ଉପରୁ କିପରି ମାଟି ଓ ବଡ଼ ବଡ଼ ପଥର ଖଣ୍ଡ ଖସି ପାହାଡ଼ ତଳି ଗ୍ରାମମାନଙ୍କୁ ନଷ୍ଟ କରୁଅଛି ତାହା ଦେଖିଲେ। ଏହାପରେ ଆମେ ବନାଗ୍ନି, ସବୁଠାରୁ ଭୟଙ୍କର ସ୍ଥିତିଟିଏ ଦେଖିଲେ, ଯେଉଁଠାରେ ଏକ ସବୁଜ ବନରେ ନିଆଁ ଲାଗି ବଣଟି ସମ୍ପୂର୍ଣ୍ଣ ରୂପେ ପୋଡ଼ି ପାଉଁଶ ହୋଇଯାଇଥିଲା। ଆଚ୍ଛା ପିଲାମାନେ ଏହି ସବୁ ପ୍ରାକୃତିକ ବିପର୍ଯ୍ୟୟ ସମୟରେ NDERF ର ବଳମାନେ ଆମକୁ କିପରି ସାହାଯ୍ୟ କରନ୍ତି ସେ ବିଷୟରେ ମଧ୍ୟ ଆମେ ଆଲୋଚନା କଲେ ଓ ସେମାନଙ୍କ ଠାରୁ ଅନ୍ୟକୁ ସାହାଯ୍ୟ କରିବା ଓ ସେମାନଙ୍କର ଧୈର୍ଯ୍ୟ, ଶକ୍ତି ଓ ସାମର୍ଥ୍ୟ ଗୁଣ ମଧ୍ୟ ଜାଣିଲେ। ଆଚ୍ଛା ପିଲାମାନେ ଏବେ ତୁମମାନଙ୍କ ପାଇଁ ଏକ ଛୋଟିଆ କାମଟେ। ତୁମେମାନେ ନିଜ ଖାତାରେ ଏକ ତାଲିକା ପ୍ରସ୍ତୁତ କର, ଯେଉଁ ତାଲିକାରେ କି ଏହି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ତୁମେମାନେ ନିଜକୁ କିପରି ରକ୍ଷା କରିବ, ଯେପରିକି ବନ୍ୟା ସମୟରେ ତୁମେ କଣ କରିବ, ବାତ୍ୟା ସମୟରେ ତୁମେ କଣ କରିବ, ଏହି ସବୁ ତାଲିକା ପ୍ରସ୍ତୁତ କରି ନିଜ ଖାତାରେ ଲେଖ। ପୁଣି ଆଗାମୀ ଅଧ୍ୟାୟରେ ଏକ ନୂଆ ଅଧ୍ୟାୟ ସହ ଫେରିବୁ। ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।